ଓଲଟିଲା ଶ୍ରମିକ ଭର୍ତ୍ତି ବସ୍ 8 ହୋଇଛନ୍ତି ଗୁରୁତର। ଶ୍ରମିକ ଭର୍ତ୍ତି ବସ୍ 8 ଗୁରୁତର। ରାସ୍ତାର ପାର୍ଶ୍ୱକୁ ଲେଉଟିଛି ଶ୍ରମିକ ଭର୍ତ୍ତି ବସ୍। ଅଳ୍ପକେ ବର୍ତ୍ତିଛନ୍ତି ଶ୍ରମିକଙ୍କ ଜୀବନ। ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ଖନ୍ତାପଡ଼ା ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ଶେରଗଡ଼ ନିକଟରେ। ଏଭଳି ବସ୍ତାର ଏସ୍ଡିପିଓ ମାନସ କୁମାର ଦେଓଙ୍କ ନିଲମ୍ବନ ଦାବିରେ ବିଜେପି ପକ୍ଷରୁ ଗଣଧାରଣା ଥାନା ସମ୍ମୁଖରେ। ଥାନା ଅନ୍ତର୍ଗତ ବାଉଁଶମୁଖା ଗ୍ରାମର ଜୈନିକ ମାଛ ବ୍ୟବସାୟୀ ତାଙ୍କର ଜଣେ ସହଯୋଗୀଙ୍କୁ କିଛି ଯୁବକ ଗତ ଏପ୍ରିଲ ତାରିଖରେ ମାରଣାତ୍ମକ ଆକ୍ରମଣ କରିଥିଲେ, କିନ୍ତୁ ପୁଲିସ ସେମାନଙ୍କୁ ଗିରଫ ନ କରିବାରୁ ପରିବାର ବର୍ଗ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। କିନ୍ତୁ ଆଜି ବସ୍ତା ପୁଲିସ 2 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ଦେବାଶିଷ କବି ଓରଫ ଦେବୁ, ମନ୍ମଥ କବି, ଆଉ ସମସ୍ତେ ଫେରାର ଅଛନ୍ତି।